ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଧ୍ରୁବରାଜ ସୁନା ଓରଫ ଯୁଗଳଙ୍କୁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୁଲିସ ଗିରଫ କରିଛି। ପୋସ୍କୋ ଆଇନ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ବେଲପଡ଼ା ପୁଲିସ ଆଗରେ ଧ୍ରୁବ ସ୍ୱୀକାର କରିଥିଲେ ଯେ ସିମରନ୍ଙ୍କୁ ବାହା ହୋଇଥିଲେ। ଗୁରୁବାର ସମ୍ବଲପୁର ନିକଟରେ ଗୈରାମଠ ପାଖ ମହାନଦୀ ପୋଲ ତଳୁ ସିମରନ୍ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିଲା ତାର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପଶ୍ଚିମ ଓଡ଼ିଶାରେ ସିମରନ୍ ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ଥିଲେ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ସେଲ୍ଫି ଭିଡିଓ ଜରିଆରେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍ ହେଉଛି ରିକ୍ସାବାଲି ରିଟର୍ଣ୍ଣସ୍। ସିମରନ୍ ପରିବାର ଝାରସୁଗୁଡ଼ାରୁ ଭୁଲିଆଟିକରାରେ ଏକ ଭଡ଼ା ଘରେ 4 ବର୍ଷ ହେଲା ରହି ଆସୁଛନ୍ତି। ତାଙ୍କ ବାପା ବିଜେନ୍ଦ୍ର ସିଂ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ଆଶା କରେ ଏ ଭିଡିଓଟି ଆପଣଙ୍କୁ ନିହାତି ଭାବେ ଭଲ ଲାଗିଥିବ। ଯଦିଓ ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ହଁ ଦର୍ଶକ ବନ୍ଧୁ, ଆପଣ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ।